ॐ गणेशाय नमः। ॐ नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं तत्जयमुदीरयेत्। मूकं करोति वाचालं पङ्गुलङ्घयते गिरिं। यत्कृपातमः वन्दे परमानन्दमाधवम्। भागवत महापुराण प्रथम स्कंद षष्ठ अध्याय। सुत उवाच शौनकी आदि मुनि मध्ये सुत कहन्ति ज्ञानबोधे। शुण सकल मुनिजन ते व्यास नारद प्रसन्न। एमन्ते नारदଙ୍କ बाणी ସେ ସତ୍ୟବତୀ ସୁତ ଶୁଣି। ନାରଦ ଜନ୍ମ କର୍ମ ଯେତେ ହରିଙ୍କି ଭଜିଲେ ଯେମନ୍ତେ। ଏ ସର୍ବ କଥା ଜାଣି ମାରେ ପୁଣି ପୁଛିଲେ ଆର ବାରେ। ବ୍ୟାସ ଉବାଚ ଥିଲେ ସନ୍ନ୍ୟାସୀ ଯେତେ ଦିନ ତୁମକୁ କଲେ ମନ୍ତ୍ର ଦାନ। ସନ୍ତୋଷ ଦେଇ ମନ୍ତ୍ର ଦୀକ୍ଷା ଜ୍ଞାମିଲେ ଯେଣେ ତାଙ୍କ ଇଚ୍ଛା। ତଦନ୍ତରେ କଲ କିସ ତୁମ୍ଭର ପ୍ରଥମ ବୟସ। ଜନ୍ମ ସଞ୍ଚୟୀ ପ୍ରଜାପତି ବାଳୁତ କାଳୁ ଯେତେ ଗତି। କରି ବଞ୍ଚନ୍ତି ପ୍ରାଣୀ ସର୍ବେ ତୁମ୍ଭେ ବଞ୍ଚିଲ କେଉଁ ଭାବେ। କାଳ ପ୍ରବେଶେ ମୁନିବର କେହ୍ନେ ଛାଡ଼ିଲେ କଳେ ବର। ପୂର୍ବକଳ୍ପର ଏ ବିଚାର କି ରୂପେ ହେଲ ଜାତି ସ୍ମର। ତୁମ୍ଭର ଜ୍ଞାନ ଦେହ ଅନ୍ତେ କାଳ ନ ହରିଲା କେମନ୍ତେ। ଏମନ୍ତ ବ୍ୟାସ ମୁଖୁ ଶୁଣି ବ୍ରହ୍ମାନନ୍ଦନ ବାକ୍ୟ ଭଣି। ନାରଦ ଉବାଚ ଶୁଣ ହେ ମୁନି ସୁଧ ଚେତା ମୋ ଜନ୍ମ କର୍ମର ବାରତା। ମତେ ପରମ ଜ୍ଞାନ ଦେଇ ବିପ୍ରେ ଯେ ଗଲେ ପଥ ଛାଇ। ମୁଁ ପୁଣି ପ୍ରଥମ ବୟସେ ମୁନିଜନଙ୍କ ଉପଦେଶେ। ଦିନ ବଞ୍ଚଇ ମାତା କୋଳେ ମନ ମୋ କୃଷ୍ଣ ପାଦ ତଳେ। ମୋର ଜନନୀ ବିପ୍ର ଘରେ ସେବକୀ ପଣେ ଦିନ ହରେ। ସେବଇ ବିପ୍ର ଘରେ ନେତ ନଥାଇ ଆତ୍ମାର ଆୟତେ। ଏକୋଇ ପୁତ୍ର ତାର ମୋହି ସେ ମତେ ଦଣ୍ଡେ ନ ଛାଡ଼ଇ। ସ୍ନେହେ ପୋଷଇ ନୀତି ନୀତି ମୋ ତହୁ ନାହିଁ ଅନ୍ୟ ଗତି। ମୋର ନିମିତ୍ତେ ଭିକ୍ଷା ଅନ୍ନ ବହୁତ କଳ୍ପେ ତାର ମନ। ସେବା ପାଇବ ଅନ୍ନ କାହିଁ ବ୍ରାହ୍ମଣ ଘରେ ଯା ମିଳଇ। ମତେ ଭୁଞ୍ଜାଇ ଅବଶେଷ ମୋର ଜନନୀ କରେ ଗ୍ରାସ। ସଂସାର ଈଶ୍ୱର ଆୟତେ ଏମନ୍ତେ ଗଲା ଦିନ କେତେ। ମୁଁ ସେ ବ୍ରାହ୍ମଣ ଘରେ ଥାଇ ସନ୍ଧ୍ୟା ସକାଳ ନ ଜାଣଇ। ବାଳକ ପଞ୍ଚମ ବୟସେ ପଞ୍ଚଇ ଜନନୀର ପାଶେ। ମୋର ଜନନୀ ଏକ ଦିନେ ବ୍ରାହ୍ମଣ ଘରେ ଗୋଦହରେ। ଧେନୁ ଦହନ୍ତେ ପଥେ ବସି ସର୍ପେ ମିଳିଲା ପାଶେ ଆସି।
ଦୈବ ଯୋଗେ ସେ ଦଂଶିଲା, ତକ୍ଷଣେ ଜନନୀ ମମଲା। ମୁହିମା ତାଙ୍କୁ ଅଗ୍ନି ଦେଇ, ଭାଳଇ ଚଉଦିଗ ଚାହିଁ। ବିପ୍ରଙ୍କ ତହିଁ ମୋର ମନ, ନିତ୍ୟ ଭାଳଇ ଛନ ଛନ। ତାହାଙ୍କୁ ଭେଟିବାର ଅର୍ଥେ, ଗଲି ଉତ୍ତର ଦିଗେ ପଥେ। ଅନେକ ପୁର ନଗର ଗ୍ରାମେ, ବିପ୍ରଙ୍କୁ ଖୋଜି ପଥ ଶ୍ରମେ। ଖେଟ ଖବଟ ବାଟି ବାନେ, ଦୁର୍ଗମ ପର୍ବତ କାନନେ। ପବିତ୍ର ଜଳେ ପୁଣ୍ୟ ତୀର୍ଥେ, ଦେବେ ସେବନ୍ତି ଜହି ନିତେ। ଉତ୍ତମ ସରୋବର ବନେ, ହଂସ ସାରସ ଭୃଙ୍ଗ ଶୋନେ। ପୁଣି ମିଳିଲି ଘୋର ଦେଶେ, ପୂରିତ ନଳକୁଶ କାଶେ। ହସ୍ତି ସେବିତ ବନ ଆଦି, ଯେ ସ୍ୱର୍ଣ୍ଣ ଚିତ୍ର ପୁଣ୍ୟ ନଦୀ। ବଣ ବିଲତା ଗୁଳ୍ମସାର, ଦିଶୋଇ ଘୋର ଅନ୍ଧକାର। ସର୍ପ ଉଲୁକ ଶିବା ଗୃହେ, ବନେ ଭ୍ରମଇ ଏକା ଦେହେ। ହେମନ୍ତେ ଭ୍ରମୁ ଘୋର ପଥେ, ଶ୍ରମେ ପିପାସା ବିଭୂକ୍ଷିତେ। ହେମନ୍ତେ ଯାଉଁ ପଦେ ପଦେ, ଶ୍ରମେ ପଶିଲି ନଦୀ ହ୍ରଦେ। ଶୀତଳ ବାରି ସ୍ନାନ ପାନ, କରନ୍ତେ ଗଲା ମୋର ଶ୍ରମ। ସେ ନଦୀ ଜଳେ ପ୍ରାଣ ତୋଷି, ଅଶ୍ୱତରୁ ତଳେ ବସି। ଯେ ରୂପେ ମୁନିଙ୍କ ବଚନେ, ଆତ୍ମାରେ ଆତ୍ମା ଅବଧାନେ। କୃଷ୍ଣର ପାଦ ପଦ୍ମ ଯୁଗେ, ଧ୍ୟାନ ମୁଁ କଲି ଅନୁରାଗେ। ଉତ୍କଣ୍ଠା ଗଦ ଗଦ ବଚନ, ଅଶ୍ରୁ ଜଳରେ ନେତ୍ର ପୂର୍ଣ୍ଣ। ତକ୍ଷଣେ ପରମ ଆନନ୍ଦେ, ହରି ବିଜୟେ ମୋର ହୃଦେ। ଅତ୍ୟନ୍ତ ପ୍ରେମ ଭରେ ଦେହେ, ଉଦ୍ଗମ ହେଲେ ତନୁ ରହେ। ଆନନ୍ଦ ସାଗରେ ବୁଡ଼ିଲି, ଉଭୟ ଲୋକ ନ ଜାଣିଲି। ରୂପେ କି ଦେବା ପଟାନ୍ତର, ମନ ବଚନ ଆଗୋଚର। ଦେଖି ଉଠିଲି ତତ୍କ୍ଷଣେ, ବିକଳ ଚିତ୍ତ କରସଣେ। ପୁଣି ରହିଲି ଦୃଢ଼ ଚିତ୍ତେ, ସେ ରୂପ ଦେଖିବା ନିମନ୍ତେ। ସେ ହରି ହୋଇଲେ ଅନ୍ତର, ଦିଶିଲା ଘୋର ଅନ୍ଧକାର। ବାହୁଡ଼ି ଚାହିଁଲି ବାହାରେ, ଦିଶ ଆକାଶ ଅଭ୍ୟନ୍ତରେ। ଭିତରେ ବାହାରେ ନ ପାଇ, ଆକୁଳେ କମ୍ପେ ମୋର ଦେହି। ଏମନ୍ତେ ଅନ୍ତରିକ୍ଷ ବାଣୀ, କିବା ଅମୃତ ତରଙ୍ଗିଣୀ। ମନ ବଚନେ ଆଗୋଚର, ସ୍ୱଭାବେ ଗମ୍ଭୀର ସୁସ୍ୱର। ପ୍ରସନ୍ନ କଲା ମୋର ମନ, ଶୁଣିଲି ଆକାଶ ବଚନ। ଏ ଜନ୍ମେ ଦେଖିବୁ ତୁ କାହିଁ, ମୋହର ଆଦି ଅନ୍ତ ନାହିଁ। କୁଜନଙ୍କର ଚିତ୍ତ, କର୍ମ ବାସନାରେ ଜଡ଼ିତ। ଯାବତ ଶୁଭାଶୁଭ କର୍ମେ, ଚିତ୍ତ ଆକର୍ଷେ ମତି ଭ୍ରମେ। ସେ ମତେ ପାଇବେ କେମନ୍ତେ, କର୍ମ ଆବୋରି ନାନା ମତେ। ମୋର ସେବକ ସେବା ଫଳେ, ତେଣୁ ଦେଖିଲୁ ମତେ ଡଳେ। ମୁଁ ଯାର ଚିତ୍ତେ ନିତ୍ୟ ଥାଇ, ତା ହୃଦେ ଅମଙ୍ଗଳ କାହିଁ। ଏବେ ସାଧୁଙ୍କ ସେବା କରି, ଦୀର୍ଘ ଜୀବନ ଦେହେ ଧରି। ଦୃଢ଼ ଭକତି ମୋର ପାଦେ, ଚିତ୍ତେ ପ୍ରସରୁ ଅପ୍ରମାଦେ। ଏ ଦେହ ଛାଡ଼ି ମୋର ଧ୍ୟାନେ, ଅନ୍ତେ ମିଳିବୁ ମୋ ଭୁବନେ। ମୋର ବିଷୟେ ତୋର ମତି, କେବେହେଁ ନହିବ ଦୁର୍ଗତି। ସୃଷ୍ଟି ପ୍ରଳୟ ବାଧା ଯେତେ, କେବେହେଁ ନ ଲାଗିବ ତତେ। ମୋ ଅନୁଗ୍ରହ ହେଉ ଜ୍ଞାନ, ଏମନ୍ତ ଆକାଶ ବଚନ। ସ୍ୱଭାବେ ସ୍ତୁରେ ଅନ୍ତରିକ୍ଷେ, କେ ତାହା ଦେଖିବ ପ୍ରତ୍ୟକ୍ଷେ। ସ୍ୱଭାବେ ରୂପ ନାହିଁ ଯାର, ମହାମହିମା ନିର୍ବିକାର। ସେ ବାଣୀ ଶୁଣି ଚିତ୍ତ ସ୍ଥିରେ, ପ୍ରଣାମ କଲି ତାପୟରେ। ମୋର ଜୀବନ କୃତକୃତ୍ୟ, ଶୁଣ ହେ ସତ୍ୟବତୀ ସୁତ। ସେ ବିନୁ ନ ଜାଣଇ ଆନ,
ମୋ ସର୍ବଗତି ଭଗବାନ। ଲାଜ ଭୟକୁ ପରିହରି ହୃଦେ ଗୋବିନ୍ଦ ନାମ ଧରି। ଅନନ୍ତ ନାମ ଗୁଣ ଯେତେ ଚିତେ ସୁମରି ଅବିରତେ। ଭୂମି କରଇ ପର୍ଯ୍ୟଟନ ବିଗତ ରାଗ ତୁଷ୍ଟ ମନ। ମଦ ମଶ୍ଚର ମାନ ତେଜି କୃଷ୍ଣ ଚରଣେ ଦୃଢ଼େ ଭଜି। ଏମନ୍ତେ ଭ୍ରମୁ ଅନୁଦିନ ନିର୍ମଳ ହୋଇଲା ମୋ ମନ। ଏମନ୍ତେ ମରଣ ନିୟତ କାଳ ହୋଇଲା ଉପଗତ। ସଂଶୟ ସୁରେ ମୋର ମନେ ବିଜୁଳି ଯେହ୍ନେ ନୀଳ ଘନେ। ଦିବ୍ୟ ସ୍ୱରୂପ ମୁହିଁ ଦେଖି ତକ୍ଷଣେ ଶରୀର ଉପେକ୍ଷି। ଆନନ୍ଦେ କୃଷ୍ଣ ଅନୁଗ୍ରହେ ଶୂନ୍ୟ ଗମିଲି ଦିବ୍ୟ ଦେହେ। କଳ୍ପାନ୍ତେ ଦିନ ପ୍ରଳୟରେ ଏ ସୃଷ୍ଟି ଦେଖିଣ ଉଦରେ। କ୍ଷୀର ଜଳଧି ମଧ୍ୟେ ସ୍ଥିତ ଅନନ୍ତ ଶୟନେ ଅଚ୍ୟୁତ। ପଶିଲି ତାର ଅଭ୍ୟନ୍ତରେ ନିର୍ଲେପ ନିର୍ମଳ ଶରୀରେ। ଯେବେ ସହସ୍ର ଯୁଗ ଗଲା ଶୟନୁ ଅନନ୍ତ ଉଠିଲା। ତକ୍ଷଣେ ବ୍ରହ୍ମ ରୂପ ଧରି ଭୂମି ଭିଆଇ ସୃଷ୍ଟି କରି। ମରିଚି ଆଦି ସପ୍ତସୁତ ବ୍ରହ୍ମା ମନରୁ ହେଲେ ଜାତ। ମୁହିଁ ହୋଇଲି ତାଙ୍କ ସଙ୍ଗେ ସମ୍ଭୂତ ବିଧାତାର ଅଙ୍ଗେ। ନିଶ୍ଚଳ ଚିତେ ଦୃଢ଼ ବ୍ରତେ ଏ ତିନି ଲୋକ ଭ୍ରମେ ନିତେ। କୃଷ୍ଣର ଭାବେ ଭ୍ରମ ନୀତି ମୋହର ଅବ୍ୟାହତ ଗତି। କୃଷ୍ଣ ଭକତି ଭାବ ଭଳେ ମୁହିଁ ଗମଇ ଅନ୍ତରାଳେ। ଦେବଙ୍କ ମଧ୍ୟେ ମୁହିଁ ଥାଇ ନୃତ୍ୟ କରଇ କୃଷ୍ଣ ଗାଇ। ଶୁଣି ସନ୍ତୋଷ ମୋର ବାଣୀ ପାଣି ଗୋଟିଏ ଦେଲେ ଆଣି। ଶପଥ ସ୍ୱର ବିଭୂଷଣ ସୁସ୍ୱର ନାଦ ତିନି ଗୁଣ। ସ୍ୱର ମୂର୍ଚ୍ଛନା ନାଦ ବାଇ ଆନନ୍ଦେ କୃଷ୍ଣ ଗୁଣ ଗାଇ। ନିରତେ ଭ୍ରମେ ତ୍ରିଜଗତେ ଶୁଣ କହିବା ଆଉ ଯେତେ। ହରିର ଅଭୟ ଚରଣ ଅଶେଷ ତୀର୍ଥଙ୍କର ସ୍ଥାନ। ସେ ପାଦ କଲେ ସୁମରଣ ଶୀଘ୍ରେ ମୋ ଚିତ୍ତେ ନାରାୟଣ। ଆଦିତ୍ୟ ତେଜ ପ୍ରାୟ ଦିଶେ ଅଜ୍ଞାନ ତମ ବେଗେ ନଶେ। ସେ ହରି ଚରିତର ଗୁଣ ଭମୁନି ସାବଧାନେ ଶୁଣ। ଭବସାଗରେ ଯେତେ ନରେ ଅଚୁର ଚିତ ଅଭ୍ୟନ୍ତରେ। ବିଷୟ ରସେ ସୁଜଡ଼ିତ କେବେ ହେ ନହେ ଶୁଦ୍ଧ ଚିତ। ଅଛନ୍ତି ଭବ ସିନ୍ଧୁ ଗର୍ଭେ ସେ ନରେ କେମନ୍ତେ ତରିବେ। କୃଷ୍ଣର ଗୁଣ ଗାଥା ଘୋଷି ଆନନ୍ଦେ ସୁଖ ନବେ ବସି। ହେଳେ ତରିବେ ହରି ଗାଇ ଅନ୍ୟଥା ସୁଖ ଲେଶ ନାହିଁ। ଯମ ନିୟମ ଯୋଗ ପଥେ ଯେ ନର ସାଧେ ଅବିରତେ। ଏ ନାବ ପାଇବ ସେ କାହିଁ ଯେବେ ଗୋବିନ୍ଦ ଚିତ ନାହିଁ। ଶୁଣ ହେ ସତ୍ୟବତୀ ସୁତ ମୋହର ପୂର୍ବର ଚରିତ। ଜନ୍ମ କର୍ମାଦି ମୋର ଯେତେ କହିଲି ତୁମ୍ଭର ଅଗ୍ରତେ। ତୁମ୍ଭର ମନ ଦୋଷ ଅର୍ଥେ କହିଲି ଅଭିଯୋଗ ଯୋଗ ଯେତେ। ସୁତ ଉବାଚ ସୁତ କହନ୍ତି ଅନୁରାଗେ ଯଜ୍ଞେ ସମସ୍ତ ମୁନି ଆଗେ। ନାରଦ ଜନ୍ମ କର୍ମ କଥା ବିଷ୍ଣୁ ଭଗତିର ବ୍ୟବସ୍ଥା। ବ୍ୟାସଙ୍କ ଆଗେ ସର୍ବ କହି ଆନନ୍ଦେ ବାଣୀ ବାଦ୍ୟ ବାଇ। ଆକାଶ ମାର୍ଗେ ଗଲେ ଏକ ବିଜୁଳି ଯେହ୍ନେ ବଳାହକେ। ଧନ୍ୟ ମହିମା ଦେବ ଋଷି ନିରତେ କୃଷ୍ଣ ନାମ ଘୋଷି। ହରି ଗାୟନେ ଭୋଳ ହୋଇ ବିବିଧ ଛନ୍ଦେ ବୀଣା ବାଇ। ନିରତେ ଭ୍ରମେ ତିନି ପୁରେ ଜଗତ ସଙ୍କଟ ଉଧରେ। ବୋଲୋଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ परमहंस्या संहितायां प्रथमस्कन्धे व्यासनारद संवादे षष्ठाध्यायः।